ଆମ ଶରୀରର କେଉଁ ଅଙ୍ଗରେ ତିଲକ ସିନ୍ଦୂର ଲଗାଉ? କପାଳ। ଶରୀରର କେଉଁ ଅଙ୍ଗଟି ନଥିଲେ ଆମେ ସ୍ୱାଦ ଜାଣି ପାରନ୍ତେ ନାହିଁ? ଗନ୍ଧ ବାରି ଜିଭ। ଗନ୍ଧ ବାରି କାଢୁଥିବା ଅଙ୍ଗଟିର ନାମ କ'ଣ? ନାକ। ଆଣ୍ଠୁଠାରୁ ଅଣ୍ଟା ପର୍ଯ୍ୟନ୍ତ ଅଙ୍ଗକୁ କ'ଣ କୁହନ୍ତି? ଜଙ୍ଘ। ହାତ ପାଦରେ ଥିବା ଶରୀରର କେଉଁ ଅଂଶକୁ କାଟିଦେଲେ ସେଥିରୁ ରକ୍ତ ବାହାରେ ନାହିଁ? ନଖ। ଆମେ ଖାଉଥିବା ଖାଦ୍ୟକୁ ଖଣ୍ଡ ଖଣ୍ଡ କରୁଥିବା ଅଙ୍ଗର ନାମ କ'ଣ? ଦାନ୍ତ। ଶରୀରର କେଉଁ ଅଙ୍ଗରେ ଲାଗିଥିବା ମଇଳାକୁ ଆମେ ଲେଞ୍ଜରା କହୁ? ଆଖି। ଶରୀରର କେଉଁ ଅଙ୍ଗରେ ମଇଳାକୁ ଗଇ କୁହାଯାଏ? କାନ। କିଏ ଶରୀରର ସମସ୍ତ ଭାର ବହନ କରେ? ପାଦ। ଖରା ବର୍ଷା ଦାଉରୁ ମୁଣ୍ଡକୁ କିଏ ରକ୍ଷା କରେ? ଚୁଟି। କେଉଁ ଅଙ୍ଗ ସାହାଯ୍ୟରେ ଆମେ ଶୁଣିପାରୁ? କାନ। ଆମେ ଶରୀରର କେଉଁ ଅଙ୍ଗ ସାହାଯ୍ୟରେ ଦେଖିପାରୁ? ଆଖି। ଗୋଡ଼ ଶରୀରର କେଉଁ ଅଙ୍ଗର ଅନ୍ତର୍ଭୁକ୍ତ? ବାହ୍ୟ ଅଙ୍ଗ। ଆମେ ଖାଦ୍ୟରୁ କ'ଣ ପାଉ? ଶକ୍ତି। ଆମ ରାଜ୍ୟର ପ୍ରଧାନ ଖାଦ୍ୟ କ'ଣ ଅଟେ? ଭାତ। ସାଧାରଣ ଭାବରେ ଆମ ଶରୀରର ମୋଟ ଅଙ୍ଗଟି ସଂଖ୍ୟା କେତେ? 20ଟି। କଥା କହିବାରେ କେଉଁ ଅଙ୍ଗ ସାହାଯ୍ୟ କରେ? ଜିଭ। କେଉଁ ପ୍ରକାର ଖାଦ୍ୟ ଦାନ୍ତ କ୍ଷୟ କରେ? ମିଠା। ଶରୀରର ନିମ୍ନ ଭାଗରେ ଥିବା ଅଙ୍ଗର ନାମ କ'ଣ? ପାଦ। ଆଖି, କାନ, ନାକ, ହାତ, ଗୋଡ଼ ଆଦିକୁ ଶରୀରରେ କେଉଁ ଅଙ୍ଗ କୁହାଯାଏ? ବାହ୍ୟ ଅଙ୍ଗ। ତୁମ ବାପାଙ୍କର ସାନ ଭାଇଙ୍କୁ ତୁମେ କ'ଣ କୁହ? ଦାଦା। ତୁମ ବାପାଙ୍କର ଭଉଣୀ ତୁମର କ'ଣ ହେବେ? ପିଉସୀ। ତୁମ ବାପାଙ୍କର ବାପାକୁ ତୁମେ କ'ଣ କୁହ? ଜେଜେବାପା। ତୁମ ବାପାଙ୍କର ମାଆକୁ ତୁମ ବାପାଙ୍କର ଭାଉଜକୁ ତୁମେ କ'ଣ କହିବ? ବଡ଼ ବୋଉ। ତୁମ ମାଆଙ୍କର ଭାଉଜକୁ ତୁମେ କ'ଣ କହିବ? ମାଇଁ। ତୁମ ବାପା ତୁମ ମାଇଁଙ୍କର କ'ଣ ହେବେ? ନଣନ୍ଦେଇ। ତୁମେ ତୁମ ଅଜାଙ୍କର କ'ଣ ହେବ? ନାତି। ତୁମ ବାପାଙ୍କର ବଡ଼ ଭାଇଙ୍କୁ ତୁମେ କ'ଣ କହିବ? ବଡ଼ ବାପା। ତୁମ ବାପା ତୁମ ଆଈଙ୍କର କ'ଣ ହେବେ? ଜ୍ୱାଇଁ। ତୁମ ମାଆଙ୍କର ବାପା ତୁମର କ'ଣ ହୁଅନ୍ତି? ଅଜା। ତୁମ ମାଆଙ୍କର ମାଆ ତୁମର କ'ଣ ହୁଅନ୍ତି? ଆଈ। ତୁମ ମାଆଙ୍କର ଭାଇ ତୁମର କ'ଣ ହେବେ? ମାମୁଁ। ତୁମ ଦେହ ଅସୁସ୍ଥ ହେଲେ ଘରେ କିଏ ତୁମର ସେବା କରନ୍ତି? ପରିବାରର ସମସ୍ତେ। ତୁମ ମାମୁଁଙ୍କର ପୁଅ ତୁମର କ'ଣ ହେବେ? ଭାଇ। ତୁମେ ତୁମ ଖୁଡ଼ୀଙ୍କର କ'ଣ ହେବ? ପୁତୁରା। ତୁମ ମାଉସୀଙ୍କର ସ୍ୱାମୀ ତୁମର କ'ଣ ହେବେ? ମଉସା।